ଆପଣ ଯଦି ପରିଶ୍ରମ କରୁଅଛନ୍ତି ତାହେଲେ ସକ୍ସେସ୍ ଆପଣଙ୍କର ପାଖରେ ଅଛି। ଆଉ ପରମେଶ୍ୱର ଯାହାକୁ ସକ୍ସେସ୍ କରିବା ପାଇଁ ଚାହିଁଥାନ୍ତି ତାକୁ କଷ୍ଟ ମଧ୍ୟ ଦେଇଥାନ୍ତି। ଆଉ କଷ୍ଟ କେଉଁ ପ୍ରକାରର କଷ୍ଟ? ଯେଉଁ ପ୍ରକାରେ ଆପଣମାନେ ଜାଣିଅଛନ୍ତି ଯେ ସୁନାକୁ ଡିଜାଇନ୍ କରିବାର ଆଗରୁ ତାକୁ ନିଆଁରେ ଡାଲିଥାନ୍ତି। ଆଉ ନିଆଁରେ ଡାଲି ସାରିଲା ପରେ ତାକୁ ଲୁହାରେ ମାରିକି ଡିଜାଇନ୍ କରିଥାନ୍ତି। ଆଉ ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ତିଆରି ହୋଇଥାଏ ତାହା କେତେ ସୁନ୍ଦର ଦେଖାଯାଇଥାଏ, ଏହା ଆମେ ସମସ୍ତେ ଜାଣିଅଛୁ। ତ ସେହି ପ୍ରକାରେ ପରମେଶ୍ୱର ଆପଣମାନଙ୍କୁ ସେହି ସଫଳତାର ପଥ ଦେଖାଇବା ପାଇଁ ବା ସଫଳତା ଦେବା ପାଇଁ ସର୍ବପ୍ରଥମରେ ଆପଣମାନଙ୍କୁ ପ୍ରିପେୟାର କରିବେ। ଯେଉଁ ପ୍ରକାରେ ସୁନାକୁ ତିଆରି କରିବା ପାଇଁ ନିଆଁରେ ଡଲା ଯାଇଥିଲା ସେହି ପ୍ରକାରେ ଆପଣମାନଙ୍କୁ କଷ୍ଟ ଦେବେ। କେଉଁ ପ୍ରକାରର କଷ୍ଟ? ପରିଶ୍ରମ କରିବାର କଷ୍ଟ। ଯେଉଁ ପ୍ରକାରେ ଦାଉଦ ରାଜା ହେବା ଆଗରୁ ପରିଶ୍ରମ କରିଥିଲେ। କେଉଁ ପ୍ରକାରର ପରିଶ୍ରମ କରିଥିଲେ? ଯେ ସେ ଜଙ୍ଗଲରେ ଥିଲେ। କାହା ପାଇଁ? ସାଉଲ ପାଇଁ। ସେ ମାରିବା ପାଇଁ ତାଙ୍କ ପଛରେ ପଡ଼ିଥିଲା। ଆଉ ଦାଉଦ ସେ ଚାହିଁଥିଲେ ସମସ୍ତଙ୍କୁ ମାରିପାରିଥିଲେ, ସେ ଚାହିଁଥିଲେ ସେମାନଙ୍କ ସହିତ ଯୁଦ୍ଧ କରିପାରିଥାନ୍ତେ, ହେଲେ ସେ ଯୁଦ୍ଧ କଲେ ନାହିଁ, କାରଣ ପରମେଶ୍ୱରଙ୍କର ଇଚ୍ଛା ତାହା ନଥିଲା। ଆଉ ସେ ଜଙ୍ଗଲକୁ ଗଲେ, ଆଉ ଅନେକ ପଥରରେ ଲୁଚିଲେ, ଗଛ ପାଖରେ ଲୁଚିଲେ, ଅନେକ ପ୍ରକାରର କଷ୍ଟ, ଭୋକ, ଶୋଷ, ଅନେକ ପ୍ରକାରର କଷ୍ଟ ତାଙ୍କ ଜୀବନରେ ଥିଲା। ଆଉ ସେହି ପ୍ରକାରେ ସେ ନିଜକୁ ପ୍ରିପେୟାର କଲେ। ଛୋଟ ବେଳରୁ, ଯଦି ଆମେ ଛୋଟ ବେଳର କଥା କହିବା ତାହେଲେ ସେ ସିଂହ, ବାଘ, ଅନେକ ପ୍ରକାର ଜୀବଜନ୍ତୁ ତାଙ୍କର ଛେଳି ମେଣ୍ଢାକୁ ଖାଇବା ପାଇଁ ଆସୁଥିଲେ। ଆଉ ସେହି ଛେଳି ମେଣ୍ଢାକୁ ସେ ଚିରି ଫାଡ଼ିକି ଫୋପାଡ଼ି ଦେଉଥିଲେ। ସେହି ପ୍ରକାର ସାହସ ସେ ନିଜ ଜୀବନରେ ଇମ୍ପ୍ରୁଭ୍ କରୁଥିଲେ। ଆମେମାନେ ଭାବିଥାଉ ଯେ ସେ ଏହି ପ୍ରକାର କାର୍ଯ୍ୟ କରୁଥିଲା, ତା ମାନେ ତା ଜୀବନରେ ବହୁତ ସାହସ ଥିଲା। ପ୍ରିୟମାନେ, ଛୋଟବେଳରୁ ଯଦି ଆମେ କିଛି କାର୍ଯ୍ୟ କରୁ ତାହେଲେ ସର୍ବପ୍ରଥମରେ ଆମକୁ ଭୟ ନିଶ୍ଚିତ ଭାବରେ ଲାଗିଥାଏ, ସମସ୍ତ ମନୁଷ୍ୟକୁ। ଆଉ ତାଙ୍କୁ ମଧ୍ୟ ନିଶ୍ଚିତ ଭାବରେ ଭୟ ଲାଗିଥିବ। ଆଉ ଧୀରେ ଧୀରେ କରୁ କରୁ ତାଙ୍କ ଜୀବନରେ କନଫିଡେନ୍ସ ଆସିଗଲା। ଆଉ ସେ ନିଜକୁ ପ୍ରିପେୟାର କଲେ ସେହି ପ୍ରକାରେ। ଆଉ ଗୋଟିଏ ଦିନ ସେ କ'ଣ ହେଲେ? ରାଜା ହେଲେ। ତ ପ୍ରିୟମାନେ, ଆମେ ଯଦି ଆଗକୁ ବଢ଼ିବା ପାଇଁ ଚାହିଁବା ତାହେଲେ କେବଳ ଶୋଇକି ସ୍ୱପ୍ନ ଦେଖିଲେ ଆଗକୁ ବଢ଼ିପାରିବା ନାହିଁ। ଆମେ କେବଳ ନିଜେ ଶୋଇକି ଭାବିବା ଯେ ଆମ ଗୃହର ପରିସ୍ଥିତି ଏହି ପ୍ରକାର ଅଛି, ଆମମାନଙ୍କର ଜୀବନ ପରିବର୍ତ୍ତନ କେଉଁ ପ୍ରକାରର ହେବ। ଆମେ ଯଦି ଏହି ପ୍ରକାରେ ଚିନ୍ତା କରି ନିଜ ଗୃହରେ ରହିଯିବା, ପରିଶ୍ରମ କରିବା ନାହିଁ, ତାହେଲେ ଆମମାନଙ୍କର ଜୀବନ ପରିବର୍ତ୍ତନ ହେବ ନାହିଁ। ଆମମାନଙ୍କୁ ପରିଶ୍ରମ କରିବାକୁ ହେବ, ଆମମାନଙ୍କୁ ପ୍ରିପେୟାର ହେବାକୁ ପଡ଼ିବ। ଯଦି ଜଣେ ମନୁଷ୍ୟ ବା ଜଣେ ଷ୍ଟୁଡେଣ୍ଟ ଗୋଲ୍ ସର୍କଲ୍ ରଖିଅଛି ଆଗକୁ ବଢ଼ିବା ପାଇଁ, ଯେ ମୁଁ ଗୋଟିଏ ଦିନ ପଢ଼ିକି କଲେକ୍ଟର ହେବି ବୋଲି, ଆଉ ସେ କେବଳ ପାଠ ପଢ଼ିବ ଆଉ ପରିଶ୍ରମ କରିବ ନାହିଁ। ପାଠ ପଢ଼ିବ ଆଉ ତା'ର ବୁକ୍କୁ ରଖିଦେବ, ହୋମୱାର୍କ କରିବ, ରଖିଦେବ। ମୋ ସାର୍ ଦେଖିଲେ, ହେଇଗଲା। ମୋ ସାର୍ ଯାହା ମୁଖସ୍ଥ କରିବା ପାଇଁ କହିଥିଲେ ସେ ମୁଖସ୍ଥ କରିକି ଆସିଲି। ମୋ ସାର୍ ମୋତେ ପଚାରିଲେ, ଆଜିଙ୍କର ମୋର ଯାହା କାର୍ଯ୍ୟ ଥିଲା ତାହା ମୁଁ କମ୍ପ୍ଲିଟ୍ କରିଦେଲି, ହେଇଗଲା। ତାକୁ ଯଦି IAS ଅଫିସର ବନିବାକୁ ଅଛି ତାହେଲେ ତାକୁ ସେହି ପ୍ରକାର ପ୍ରିପେୟାରିଂ କରିବାକୁ ହେବ ଯେ ଆଗ ମୋର ଯାହା ଗୋଲ୍ ସର୍କଲ୍ ଅଛି ତାକୁ ମୋତେ ପୂର୍ଣ୍ଣ କରିବା ପାଇଁ ମୋର ମାଇଣ୍ଡରେ ମୋତେ ରଖିବାକୁ ପଡ଼ିବ ଯେ କ'ଣ କ'ଣ ଶିକ୍ଷା ମୋତେ ଦରକାର। ସେ ଯଦି ସେହି ପ୍ରକାର କେବଳ ପାଠ ପଢ଼ିବ, ଶିକ୍ଷକ ପାଖକୁ ଯାଇକି ସେହି ଆନ୍ସାର୍ କହିଦେବ, ସେହି ହୋମୱାର୍କ ଦେଖାଇବ, ଆଉ ହେଇଗଲା ମୋର କାର୍ଯ୍ୟ ବୋଲି କହିବ, ତାହେଲେ ତା'ର ସ୍ୱପ୍ନ ପୂର୍ଣ୍ଣ ହେବ କି? ନାହିଁ, ତା'ର ସ୍ୱପ୍ନ କେବେ ପୂର୍ଣ୍ଣ ହୋଇପାରିବ ନାହିଁ। ସେଥିପାଇଁ ତାକୁ ଆଗର କଥାକୁ ଭାବିକି ବହୁତ କିଛି ପ୍ରିପେୟାର କରିବାକୁ ପଡ଼ିବ, ବହୁତ କିଛି ପ୍ରିପେୟାର କରିବାକୁ ପଡ଼ିବ, ବହୁତ ପରିଶ୍ରମ କରିବାକୁ ପଡ଼ିବ। ତ ସେଥିପାଇଁ ପ୍ରିୟମାନେ,
ଆଜି ମୋ ମୁଖରୁ ଆପଣମାନଙ୍କୁ ପରମେଶ୍ୱର କହିବା ପାଇଁ ଚାହୁଁଅଛନ୍ତି ଯେ ପ୍ରିୟମାନେ, ମୁଁ ତୁମମାନଙ୍କର ସଙ୍ଗରେ ଅଛି। ତୁମେମାନେ କ'ଣ କର? ପରିଶ୍ରମ କର। ଆଗକୁ ବଢ଼ିବା ପାଇଁ ମୁଁ ତୁମମାନଙ୍କୁ ସଫଳତା ଦେବା ପାଇଁ ଚାହୁଁଅଛି। ସେଥିପାଇଁ ତୁମେ କଷ୍ଟ ସହ୍ୟ କର। ଆଗ ଯେଉଁ ତାଜ ତୁମମାନଙ୍କ ପାଇଁ ରଖାଯାଇଅଛି, ସେହି ତାଜକୁ ପାଇବାର ଯୋଗ୍ୟ ତୁମେମାନେ ବନ। ସେଥିରେ ତୁମମାନଙ୍କୁ ମିଳିବ। ଯେଉଁ ପ୍ରକାରେ ମୁଁ ଗୋଟିଏ ବାକ୍ୟ ଏବେ କହିବି, ମୁଁ ଆପଣମାନଙ୍କୁ ଯେଉଁ କଥା କହୁଅଛି, ଏହା ମୁଁ ନିଜେ ମୋର ପାଇଁ ନୁହଁ। ଯେଉଁ ପ୍ରକାରେ ହିତୋପଦେଶ 9 ପର୍ବର 12 ପଦରେ ଲେଖାଯାଇଅଛି, ତୁମ୍ଭେ ଜ୍ଞାନୀ ହେଲେ ଆପଣା ନିମନ୍ତେ ଜ୍ଞାନୀ ହେବ। ପ୍ରିୟମାନେ, ଜ୍ଞାନୀ ହେଲେ ଆପଣମାନେ ମୋ ପାଇଁ ହେବେ ନାହିଁ, ଆପଣଙ୍କର ପରିବାର ପାଇଁ ହେବେ ନାହିଁ, ଆପଣଙ୍କର ପଡ଼ୋଶୀମାନଙ୍କ ପାଇଁ ହେବେ ନାହିଁ, ବା ଏହି ଓଡ଼ିଶାର ମନ୍ତ୍ରୀ ପାଇଁ ହେବେ ନାହିଁ, ବା ଇଣ୍ଡିଆର ପ୍ରଧାନମନ୍ତ୍ରୀ ପାଇଁ ମଧ୍ୟ ହେବେ ନାହିଁ। ଆପଣ ନିଜେ ନିଜ ପାଇଁ ହେବେ ଜ୍ଞାନୀ। ଆଉ ଏହି ଜ୍ଞାନକୁ ନିଜର ହୃଦୟରେ ସଞ୍ଚୟ କରିକି ରଖନ୍ତୁ। ଆଉ ଯେଉଁ ଗୋଲ୍ ସର୍କଲ୍ ଆପଣଙ୍କର ଜୀବନରେ ଅଛି, ଯାହା ଆପଣ ଅଚିଭ୍ କରିବା ପାଇଁ ଚାହୁଁଅଛନ୍ତି, ଯାହାକୁ ଆପଣ ପାଇବା ପାଇଁ ସ୍ୱପ୍ନ ଦେଖୁଅଛନ୍ତି କି ମୁଁ ଏହା ପାଇଲେ ମୋ ଜୀବନ ପରିବର୍ତ୍ତନ ହେବ, ମୁଁ ମୋ ପରିବାରକୁ ଗୋଟିଏ ଉତ୍ତମ ଜୀବନ ଦେଇପାରିବି ବୋଲି ଭାବୁଅଛନ୍ତି, ଆଉ ଆପଣ ନିଶ୍ଚିତ ଭାବରେ ପାଇପାରିବେ। ସେଥିପାଇଁ ଆପଣ ଏହି ଜ୍ଞାନକୁ ନିଜର ହୃଦୟରେ ଲଗାନ୍ତୁ ଆଉ ପରିଶ୍ରମ କରିବା ଆଜିଠାରୁ ଆରମ୍ଭ କରିଦିଅନ୍ତୁ। ଧନ୍ୟବାଦ ମୋର କଥାକୁ ଶୁଣିଥିବାରୁ।